ପୁଣି ଦେଖିବା ସେ ମାଆଙ୍କ ବିଷୟରେ କିଛି ଗୀତ। ମନୋରମ ଦୃଶ୍ୟ ତହିଁ ବଣବାଲି ସମୁଦ୍ର ଇଥାଇ ମୋର ଶୀତଳ ପବନେ ମନ ମୋହି ମୋର। ସନ୍ଧ୍ୟାବେଳେ ଯେଉଁ ଯାଇ ତୋ ପାଖରେ ଯାଇ ବସି ନଥାଇ ମୋର ଘର ସଂସାର ସେ ଭୁଲି ଯାଇ ମୋର। ସମୁଦ୍ରରେ ବୁଡ଼ି ଗଲେ ବିକଳେ ଡାକିବ ମାକୁ ଭଲେ ସୁଜନେ ଗୋ ମା ନିଶ୍ଚୟ ଯେ ରକ୍ଷା କରେ ସୁଜନେ ଗୋ। ଯାଇଛି ସେ କହିବ ମନୋରମ ଦୃଶ୍ୟ, ବଣ ଅଛି, ବାଲି ଅଛି, ବିଭିନ୍ନ ପ୍ରକାର କୋଳି ଅଛି, ପାଖରେ ସମୁଦ୍ର ଲହଡ଼ା ଶୁଭୁଛି। ସନ୍ଧ୍ୟାବେଳେ ଶୀତଳ ପବନ ସେଠି ବହୁଛି, ଯେତେ ଗରମ ସେଠି ହେବନି, ଶୀତଳ ପବନ ବହୁଛି, ମନ ବି ଆମର ବୋହି ନେଇଯାଉଛି। ସନ୍ଧ୍ୟାବେଳେ ସେଠି ଯାଇଥିବ, ଯେଉଁ ଭାଇଟି ଯାଇଥିବ ତା'ର ମଜା ସେ ପାଇଥିବ। ଯିଏ ସନ୍ଧ୍ୟାବେଳେ ନ ଯାଇପାରିବ ଦିନରେ ଗଲେ ବି ସେଠି ଖରା ଏତେ ଟାଣ ଜଣା ପଡ଼େନି, କାରଣ ଯେହେତୁ ସମୁଦ୍ର ପାଖରେ ଅଛି। ତେଣୁ ବହୁ ଶୁଭରେ ମା ମୋର ବସିଛି, ସମୁଦ୍ରକୁ ବି ଚାହେଁ। ଯଦି କୌଣସି ଭାଇଟି ସମୁଦ୍ରରେ ବୁଡ଼ି ଯାଉଛି, ସେଠି ଭକ୍ତିରେ ମାଆକୁ ଡାକିବ, ସେ ନିଶ୍ଚୟ ଉଦ୍ଧାର ହେବ, ହେଇଛି। ତା ପାଖରେ ଲୋକ ପହଞ୍ଚିବେ, ଉଦ୍ଧାର ବି ବହୁତ ଲୋକ ପାଇଛନ୍ତି। ତେଣୁକରି ମା ନିଶ୍ଚୟ ସେ ଡାକ ଶୁଣିବ। ମାଆକୁ ମା ଭଳିଆ ଡାକିଲେ ହେବ ନା ଆଉ ଯଦି ମାଆକୁ ତୁମେ ମାନେ ଗୋଟେ ଇଙ୍ଗିତ କଲା ଭଳିଆ ଡାକିବ, କେହି ଶୁଣିବେନି, ସେ ବୁଡ଼ିକି ମରିବ। ଭକ୍ତିରେ ଡାକିଲେ ବହୁତ ଲୋକ ସେ ଉଦ୍ଧାର ପାଇଛନ୍ତି। ଆମେ ଉଦ୍ଧାର ପାଇବା ଯଦି ଆମେ ଭକ୍ତିରେ ଡାକିବା। ପେରିକା ପରବର୍ତ୍ତୀ ଗୀତ।